ଲୌହ ପ୍ରସାଦ ଦାସ ମା ଆଉ ତାର ମାଟି ପାଇଁ ଲଢ଼ିକି ଜେଲ୍ ଯାଇଛି। ତାର କର୍ମୀ ଭାଇମାନେ ଯେଉଁମାନେ ମା ବିରଜାଙ୍କ ପ୍ରକଳ୍ପ ପାଇଁ ଆଉ ମାଟି ପାଇଁ ଲଢ଼ିକି ଜେଲ୍ ଯାଇଛି। ଦେଖିବା କାଲି ବିଜେପିର ଜିଲ୍ଲା ସଭାପତି ପ୍ରେସମିଟ୍ କରିଥିଲେ ଏବଂ ସେଥିରେ କୀଚକ ବାଣ ମାରିଥିଲେ ଆପଣଙ୍କ ଆଡ଼କୁ ଯେ ଆପଣ ଚାହୁଁଛନ୍ତି ହାଟ ନ ହଉ ଆଉ ପ୍ରକଳ୍ପ ହଉ କିନ୍ତୁ ହାଟ ନ ହଉ କୋଉଠି ରାଜନୀତି କରୁଛନ୍ତି। ମୁଁ ହାତ ଯୋଡ଼ିକି ଗଣମାଧ୍ୟମକୁ କହୁଛି, ଦୟାକରି ମୋ ବିଷୟରେ ଯାହା ମିଛ ସତ କହୁଛନ୍ତି କୁହନ୍ତୁ, କିନ୍ତୁ ମାଙ୍କ କଥାକୁ ପ୍ରକୃତ ତଥ୍ୟ ଆଣନ୍ତୁ। ଗୌତମ ବାବୁ ଜାଣିଥିବେ କି ନାହିଁ, ହାଟରେ ପୁଖା ଲୋକଙ୍କୁ ପଚାରିବେ ବିରଜା ହାଟ ପାଇଁ ମୋ ବାବା କ'ଣ ସଂଘର୍ଷ କରିଥିଲେ। ମୁଁ ହାଟ ବିରୋଧ କରିବି? ହାଟ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ପ୍ରକଳ୍ପ ସହିତ ଓଡ଼ିଶାର ବିଭିନ୍ନ ମଠ ପୀଠମାନଙ୍କର ପ୍ରକଳ୍ପ ତିଆରି କରାଗଲା, ନକ୍ସା ପ୍ରସ୍ତୁତ କରାଗଲା, ମା ବିରଜାଙ୍କ ପ୍ରକଳ୍ପ ବି ପ୍ରସ୍ତୁତ କରାଗଲା, ସେତେବେଳେ ପ୍ରଶାସନ ବିଭିନ୍ନ ଷ୍ଟେକ୍ ହୋଲ୍ଡର ସେବାୟତ ହାଟ ମାଲିକ ଏବଂ ଦୋକାନୀ ବିଭିନ୍ନ ଷ୍ଟେକ୍ ମାନଙ୍କୁ ଡକାଗଲା। ସେତେବେଳେ ମୁଁ ବିଧାୟକ ଥିଲି। ଏକ୍ସ ଚେୟାର ବିଷୟରେ ଲଲବାବୁ ମାନେ ଭବ ପ୍ରସାଦ ଦାସକୁ ଡକା ହେଇକି ଗୋଟେ ପ୍ରେଜେଣ୍ଟେସନ ଦିଆଗଲା ଯେ ମା ବିରଜାଙ୍କ ପ୍ରକଳ୍ପ ଏଇଭଳିଆ କରାଯିବ। ଏତିକି ଲୋକ ପାଖାପାଖି 60 ଲୋକ ବିସ୍ଥାପିତ ହେବେ, ହାଟ ମାଲିକ ବିସ୍ଥାପିତ ହେବେ। ସେଥିରେ ମୋ ମାମୁଁ ଘର ଜାଗା ଅଧ ଏକର ଜାଗା ଥିଲା, ସିଏ ବି ବିସ୍ଥାପିତ ହେବେ। ଗୋଟେ ଷ୍ଟେକ୍ ହୋଲ୍ଡର ପାଇଁ ବସ୍ତା ହେଇଥିଲା। ଲଲର ମାନେ ଭବପ୍ରସାଦଙ୍କର ବହୁତ ହେଲ୍ପ ତାଙ୍କର ନେଇଥିଲେ ପ୍ରଶାସନ। ଆପଣ ପଚାରି ପାରନ୍ତି, କାରଣ ଷ୍ଟେକ୍ ହୋଲ୍ଡର ମାନଙ୍କୁ ବୁଝେଇବା ସୁଝେଇବା, 200-250 ବର୍ଷର ଯେଉଁ ଘର କି 300 ବର୍ଷର ଘର, ହାଟ ଯେ ପୁରୁଣା ହାଟ ତାଙ୍କର ଯେ ମାଲିକ, ତ ମା ପ୍ରକଳ୍ପ ପାଇଁ ସମସ୍ତେ ଏକାଠି ହେଇଥିଲେ ଏବଂ ପ୍ରଶାସନ ବିଭିନ୍ନ ପ୍ରତିଶ୍ରୁତି ମାନ ଦେଇଥିଲା। ଯେଉଁମାନେ ଦୋକାନୀ ଛାଡ଼ିବେ ତାଙ୍କୁ ଘର ଦିଆଯିବ, ଯେଉଁମାନେ ହାଟ ଦୋକାନୀ ବେପାରୀ ଚାଷୀ ଭାଇମାନେ ଥିଲେ ତାଙ୍କ ପାଇଁ ଗୋଟେ RMC ପାଖାପାଖି 1 କୋଟି ଟଙ୍କା ଖର୍ଚ୍ଚ କରିଛି ପାଖରେ ସନ୍ତମାତ ପାଖରେ, ଏବଂ ସେମାନଙ୍କୁ ଥଇଥାନ କରିଥିଲେ। ଏବଂ ସେଠି ପାଖାପାଖି 11 କୋଟି ଟଙ୍କା ସରକାର ସେତେବେଳେ ସାଙ୍କସନ୍ କରିଥିଲେ। ସେଠି 11-1 ବି ସରିଛି, ମାନେ 11 କୋଟି ଟଙ୍କା ସାଙ୍କସନ୍ ହେଇକି ପଇସା ବି ଆସିଯାଇଛି, 19-1 ହେଇନି। ତ ସେଠି ଗୋଟେ ଅତ୍ୟାଧୁନିକ ହାଟ କରାଯିବ ଏବଂ ସେଠି ମାନେ କୋଲ୍ଡ ଷ୍ଟୋରେଜଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯାହା ହାଟ ପାଇଁ ଦରକାର, ଯେହେତୁ ଏଟା ଗୋଟେ ପ୍ରସିଦ୍ଧ ହାଟ ମା ବିରଜାଙ୍କ ହାଟ, ସେଟା କରିବା ପାଇଁ ସରକାର ସବୁ ବ୍ୟବସ୍ଥା କରିଥିଲେ ଏବଂ ସେଇ ଅନୁସାରେ ବିସ୍ଥାପିତ ମାନେ ଛାଡ଼ିଥିଲେ। ମୁଁ ଧନ୍ୟବାଦ ଦେବି ସେବାୟତ ମାନଙ୍କୁ। ମ୍ୟାକ୍ସିମମ୍ ଜମି ସେବାୟତ ମାନେ ଯାଇଥିଲା ଏବଂ ସେବାୟତ ମାନେ ବହୁତ କଷ୍ଟରେ ତାଙ୍କୁ ବୁଝାସୁଝା କରିକି ସେମାନେ ମାଙ୍କ ପାଇଁ ଅତି ମାନେ ଯୋଉଟା କହନ୍ତି ଉତ୍ସାହର ସହିତ ସେ ଜମି ଛାଡ଼ିଥିଲେ। ଏବଂ ହଠାତ୍ ଜଣାଗଲା ଯେ ବେପାରୀ ଭାଇମାନେ ଏବଂ ଚାଷୀ ଭାଇମାନେ ଚାହୁଁଛନ୍ତି ଯୋଉଠି ହାଟ ଚାଲିଛି ସେଇଠି ଚାଲୁ। ମୋ ପାଖକୁ ଯେଉଁମାନେ ବିସ୍ଥାପିତ ମାନେ ଆସିଲେ, ମୁଁ ବି ଚାହିଁବି ସରକାର ହେଉଛି ସମସ୍ତଙ୍କର, ଲୋକମାନେ ଯାହା ଚାହିଁବେ ସେୟା ହଉ। ଯଦି ଚାଷୀ ଭାଇମାନେ ବେପାରୀ ଭାଇମାନେ ଚାହୁଁଛନ୍ତି ସେଠି ହାଟ ପାଇଁ, ନିଶ୍ଚିତ ହଉ। ଭବପ୍ରସାଦ ଦାସ ବାରମ୍ବାର ପ୍ରଶାସନ ପାଖକୁ ଯାଇଛନ୍ତି, ବିଭିନ୍ନ ଷ୍ଟେକ୍ ହୋଲ୍ଡର ପ୍ରଶାସନ ପାଖକୁ ଯାଇଛନ୍ତି। ଆଜ୍ଞା, ବିରଜା ପ୍ରକଳ୍ପ ବିଶେଷ କରି ସେବାୟତ ମାନେ ବାରମ୍ବାର ଯାଇଛନ୍ତି ଯେ ଆମକୁ ଯେଉଁ ପ୍ରକଳ୍ପ ଦେଖେଇଥିଲେ ସେ ପ୍ରକଳ୍ପକୁ ଆପଣ ଯେଉଁ ପାଖାପାଖି 3ଟା ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ହେଇଛି, ଆପଣଙ୍କର RNBର ମାନେ ପୂର୍ତ୍ତ ବିଭାଗର, ଏବଂ ବିଭିନ୍ନ ଗୋଟେ ଆନିମେଟେଡ ଦେଖା ହେଇଥିଲା, ସେଥିରେ ଟିଭି କରିକି ସମସ୍ତଙ୍କୁ ଦେଖା ହେଇଥିଲା ପ୍ରକଳ୍ପଟି ଏଇଭଳିଆ ଦେଖାଯିବ କରାଇକି। ସେମାନେ କହିଲେ ଯେ ଆମକୁ ସମସ୍ତଙ୍କୁ ଡକାଯିବ, ଯଦି ଜାଗା ବଳୁଛି ପ୍ରୋଜେକ୍ଟ ସରିଲା ପରେ, ପାର୍କିଂଠୁ ଆରମ୍ଭ କରି ପ୍ରୋଜେକ୍ଟ ସରିଲା ପରେ ଜାଗା ବଳୁଛି କମ୍ପାଉଣ୍ଡ ୱାଲ୍ ବୁଲାଯାଉ। କମ୍ପାଉଣ୍ଡ ୱାଲ୍ ବୁଲା ହେଇକି ଜାଗା ଯୋଉଟା ବାହାରିବ ସେ ଜାଗାରେ ଚାଷୀ ଭାଇମାନେ ବେପାରୀ ମାନେ ଯାହା ଚାହୁଁଛନ୍ତି, ମୁଁ ବି ସେଥିରେ ଖୁସି, ମୁଁ ବି ସେଠି ଚାହୁଁଛି ସେମାନେ ଯାହା ଚାହୁଁଛନ୍ତି ସେୟା ହଉ। କିନ୍ତୁ ମା ବିରଜା ପ୍ରକଳ୍ପ ଯୋଉଟା ଅରିଜିନାଲ ପ୍ରକଳ୍ପ, ସେଥିରେ ସାମାନ୍ୟତମ ଟିକେ ନ ହୋଇଯାଉ, କାରଣ ସମସ୍ତେ ଯିଏ ଭିଟାମାଟି ଛାଡ଼ିଛି ସେ ବି ଭବପ୍ରସାଦ ଉପରେ ପ୍ରେସର ପକାଉଛନ୍ତି। ମୁଁ ପା କହିଲି, ଆପଣ ଶୁଣିପାରିଲେ? ମୁଁ କହିଲି ଚାଷୀ ଭାଇମାନେ ବେପାରୀ ଭାଇମାନେ ଯାହା ଚାହୁଁଛନ୍ତି ସେୟା ହଉ। ଯୋଉ ପ୍ରକଳ୍ପ ପ୍ରଶାସନ ସରକାର ଆସିବେ ସରକାର ଯିବେ, ବିଧାୟକ ଆସିବେ ବିଧାୟକ ଯିବେ, ମା ଅଛି ମା ରହିବ। ମୋର କହିବାର କଥା ହେଉଛି, ସେତେବେଳେ ଆମ ଦଳ ଥିଲା ସରକାରରେ, ମୁଁ ବିଧାୟକ ଥିଲି। ଏବେ ଗୌତମ ବାବୁଙ୍କ ସରକାର ଅଛି, ବିଧାୟିକା ଅଛନ୍ତି, ତାଙ୍କୁ ଡାକନ୍ତୁ, ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କୁ ଡାକନ୍ତୁ। ସେମାନଙ୍କୁ ପ୍ରଶାସନ କ'ଣ କହିଥିଲା, ସେମାନଙ୍କୁ କ'ଣ, କାରଣ ପ୍ରଶାସନ ତ ବଦଳିବନି ନା, ପ୍ରଶାସନ ସେମାନଙ୍କୁ କ'ଣ କହିଥିଲା, କ'ଣ ପ୍ରତିଶ୍ରୁତି ଦେଇ କରିଥିଲା, ପ୍ରୋଜେକ୍ଟ କ'ଣ ଦେଖେଇଥିଲା, ପ୍ରୋଜେକ୍ଟର ବର୍ତ୍ତମାନ ଆଡମିନିଷ୍ଟ୍ରେଟିଭ ମୋ ପାଖରେ ସବୁ ଅଛି। ପ୍ରୋଜେକ୍ଟ ଆପ୍ରୁଭାଲ କ'ଣ ହେଇଥିଲା, କେତେ ବାଟ ଯାଏ ପ୍ରୋଜେକ୍ଟ ହେଇଥିଲା, ତାପରେ ଯଦି ଜମି ବଳୁଛି ଏବଂ ଯଦି ଜମି ସର୍ଟ ପଡୁଛି, ପ୍ରଶାସନ ସେଠି ଆହୁରି ସରକାର ଲ୍ୟାଣ୍ଡ ଆକ୍ୱିଜିସନ କରନ୍ତୁ, ଲ୍ୟାଣ୍ଡ ଆକ୍ୱିଜିସନ କରି ବସାନ୍ତୁ ସେଠି। ଆମେ ତ ଲ୍ୟାଣ୍ଡ ଆକ୍ୱିଜିସନ କରିକି ବସେଇଛୁ ଏପଟେ।
आम पैसा भी देथिलु सेतेबेले लैंड एक्विजिशन करके बेट करबे जदि चाषी भाई माने व्यापारी माने चाहुचंदी सेठी करा जाऊ जेते करा जाऊ सेते ताका भाई भलो ये लोकंक कथा सब सरकार शुणवा दरकार सेठी जदि जमी मोर दी भाई सेठी अछि माम भाई ना माम पो दी भाई अछि ताक से माने जमी ताका पैसा कोर्ट डिपोजिट अछि जदि से माने बुझी परनंती मो भाई मु भी ताका से सहयोग करी मो भाई मानकु बुझे पई जे सरकार जो जमी चाहुछन जमी दियो एवं सेठी हाटो मा एंटायर एफर्ट होची माँ बिरजा प्रकल्प रे सामान्यतम आँच न आसू प्रशासन एबे कहूँ आगुरी कौन करथिला कहीं एत बाट जीव कहीं लड़ाई हम कहीं निरीह लोक मैंने असुविधा पड़े कौन पाई पड़े से तुम प्रश्न पचारुची विधायक माने आमर भव प्रसाद जेल जाइछन्ति माँ जाइए असुविधा कौन अच्छी निरीह भाई मैंने मिछ केस करके पुरौछन्ति मिछ कहीं से भासी पाऊ किसी असुविधा नहीं माँ मरीगले कौन असुविधा अच्छी किसी असुविधा नहीं मु आज भी कहूँ बेपारी चाषी भाई मानक पाई जदि मो मामू पुआ मान बुझे पड़े मुझी तांको खुशी मु खुशी किंतु माँ प्रकल्प रे जो सेवायत माने जो घर माने 150-200 वर्ष रणा माली गरीब माने माँ मानक पाई जगह छाड़ी तांकर कौनसी माने तांकर जो आवेग को एवं तांकर जो अवदान को बलि न पकाई काम कर चाषी भाई मैंने भी खुशी रुहतु विस्थापित मैंने खुशी रुहतु सर्वोपरि प्रथम काम जो छाड़ी माँ का प्रकल्प टी हाथ मार न जाओ आउ कथा रहा आप जो पचार प्रशासन जदि एति काम करिथांता ए कम कहीं होता कौन पाई दरकार आम जानचु लोक जहाँ को सरकार देले से सरकार चलेबे आमर कौन सुध कि माँ तो रही ना माँ काम हो बहुत शांत सर अशांत आप अनुभव करते कहीं ये फ्लैग मैच कर गोटे लोक कहीं लोक किसी नहीं लोक कौन माँ चाहते कौन अशांत कौटी अशांत मैं देखिए आप गोटे देखा कौटी अशांत कौट दुकान बजार क्या कर कौट राजधानी होती कौट का चापटे पकई किए कौट जहाँ हाटे कहीं प्रकल्प बजार में आप देखी अशांत जो हुए कि गोटे लॉ एंड ऑर्डर सिचुएशन हुए कौ दुकान बजार भांगिले कौटी ग्लास पकड़े भांगिले कि कार गाड़ी अटकई भांगिले कौटी गोटे कि मो सहरवासी पाद तौक पाद चाटिले भी मोर ऋण सुझी पारमी पदे कहते से चाहते मार प्रकल्प ठीक रो गोटे भी आप देखी लॉ एंड ऑर्डर सिचुएशन सरकार तक दंभ देखुं भाई आम सरकार को दंभ जाचु सरकार आम थिलु सरकार दंभ आम जाचु आम माँ मरिया रेडी अच्छु